ଭକତକୁ ନାନା କଷଣ ପଡିବ, ଅନ୍ନ ଜଳ ନ ମିଳିବ, ମାତା ସୁତା ରଡି ସହି ନ ପାରିବି, ଇନ୍ଦ୍ର ସୃଷ୍ଟି ନ ପାଳିବ। ଇନ୍ଦ୍ର ଆଉ ସୃଷ୍ଟି ପାଳିବନି। କିନ୍ତୁ ବେଶୀ ଦିନ ନାହିଁ, ମୁଁ କହୁଛି ଅଳ୍ପ ଦିନ ଅଛି, ଯିବେ। କିନ୍ତୁ 29 ତାରିଖ ନୁହେଁ, ଯୋଉ 29 ତାରିଖ ବାତ୍ୟା ସେ ଯାଇଥାନ୍ତେ ଠିକ, କିନ୍ତୁ ସେ ଯିବେ ନାହିଁ, ଯେ ଲୋକ ଜାଣିନେଲେ। ଜୟ ଜଗନ୍ନାଥ। ଓଡିପିକ୍ ଚ୍ୟାନେଲର ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଆମ ସମ୍ମୁଖରେ ବର୍ତ୍ତମାନ ପଣ୍ଡିତ ରବିନାରାୟଣ ମହାପାତ୍ର ଅଛନ୍ତି। ଆସନ୍ତୁ ଆଜି ତାଙ୍କଠୁ ଆମର ଯେଉଁ ପୂର୍ବ 2 ଏପିସୋଡ଼ରେ ଚାଲିଥିଲା, ଏପିସୋଡ଼ ଦିଆଯାଇଥିଲା, ସେ ଏପିସୋଡ଼ ବିଷୟରେ କିଛି ପୁଙ୍ଖାନୁପୁଙ୍ଖନ ଆଲୋଚନା କରିବା। ସେ ବିଷୟଟି ହେଉଛି 1999 ମସିହାରେ ଯେଉଁ ବାତ୍ୟା ହେଇଥିଲା, ସେହି ସମୟରେ ଜଣେ ଅଭିଶପ୍ତ ମା ଧରାପୃଷ୍ଠରେ ରହିଯାଇଛନ୍ତି। କିନ୍ତୁ ପଣ୍ଡିତ ରବିନାରାୟଣ ନନା କେଉଁ ସନ୍ଦର୍ଭରେ କହୁଛନ୍ତି ଯେ ସିଏ ଜଣେ ଅଭିଶପ୍ତ ମା, 1999 ମସିହାରେ ସେ ମା ରହିଯାଇଛନ୍ତି, ଆଉ ସେ ଯିବାକୁ ବର୍ତ୍ତମାନ ଜିଦ୍ ଧରିଛନ୍ତି, ଆଉ ସେ ଏଇ ଅକ୍ଟୋବର ମାସରେ ପଳେଇ ଯିବା ପାଇଁ ଅଛନ୍ତି। କାହିଁକି ନା ଅକ୍ଟୋବର ମାସରେ ଶାରଦୀୟ ପୂଜା ଅଛି, ଯେଉଁଟାକି ଆମ ଦୁର୍ଗା ପୂଜା ବୋଲି କହୁ। ସେହି ସମୟରେ ସେ ପଳେଇ ଯିବାକୁ ବ୍ୟଗ୍ର ଅଛନ୍ତି। ଆଉ କିଛି କିଛି କହୁଛନ୍ତି ଯେ ଏହି ସମୟରେ ଏଇ ଯେମିତି 1999 ମସିହାରେ ବାତ୍ୟା ହେଇଥିଲା, ସେହିପରି ମଧ୍ୟ ଏଠି ମଧ୍ୟ ବାତ୍ୟା ହେବ। ପ୍ରକୃତରେ କ'ଣ ସେ ବାତ୍ୟା ହେବ? ଚାଲନ୍ତୁ ଆଜି ଏ ବିଷୟ ନେଇ ନନାଙ୍କଠୁ ଜାଣିବା। ପ୍ରକୃତରେ ନନା କେଉଁ ପରିବେଶରେ କହିଲେ ଯେ ଅଭିଶପ୍ତ ମା ଏଠୁ ପଳେଇ ଯିବେ, ଆଉ ଯେଉଁ ବାତ୍ୟା 99 ମସିହାରେ ହେଇଥିଲା ସେ ହେବ ନାହିଁ, କାହିଁକି ଏସବୁ ଜିନିଷ କହୁଛନ୍ତି? ଆଜ୍ଞା, ଆପଣଙ୍କର ପୂର୍ବ ଶ୍ରୋତାମାନଙ୍କୁ ମୋର ନମସ୍କାର, ଗୁରୁଜନ ମାନଙ୍କୁ ନମସ୍କାର, ଲଘୁଜନ ମାନଙ୍କୁ ଆଶୀର୍ବାଦ। ମୋର କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ମୁଁ ଯାହାଟା କହେ ସବୁ ମାଳିକା ବିଷୟ। ମାଳିକାରେ 99 ବାତ୍ୟା ହବ ଏଇ ଲେଖା ଥିଲା, ବହୁ ଆଗରୁ ଲୋକ ଜାଣିଛନ୍ତି। ତେଣୁ ଏବେ ଯୋଉ ମା ଧରାପୃଷ୍ଠକୁ ଆସିଲା, ମହାପ୍ରଭୁ ଅଚ୍ୟୁତ ବି ଲେଖିଛନ୍ତି। ଆଉ ଯୋଉମାନେ କହୁଛି 29 ତାରିଖରେ ସେଇଦିନ ବାତ୍ୟା ହବ, ତାକୁ କାଟି ଦିଆଗଲା। ଆଉ ସେଦିନ ବାତ୍ୟା ହବ ନାହିଁ। ବାତ୍ୟା ହବ, ଦେବୀ ଯିବେ, ଏ ସତ। ଆଉ ଦେବୀ ଗଲା ପରେ ଯେମିତି 99 ମସିହା ବାତ୍ୟା ହେଲା ପରେ ଯେମିତି ମାଳିକାବିତ ମାନେ କହିଲେ, ଆପଣଙ୍କର 99 ବାତ୍ୟା ବିଷୟରେ ଗୀତ ଛାନ୍ଦିକିରି ଭାଇଲେ, ମାନେ ଆପଣଙ୍କର ଯୋଉ ଗୀତ ଆପଣମାନେ ଶୁଣିଥିବେ, ବତାସ ବୋଇବ ଘରେ ଉଡ଼ିଯିବ, ସଂସାରରେ ପଡ଼ିବ ହୁରି, ଶୁଣିଥିବେ। ଆପଣ ଶୁଣିଥିବେ 99 ମସିହା ଠାବ କର, 99 ଠାର କହିଦେଲେ। କିନ୍ତୁ ସେ ଭୁଲି ଯାଇଛନ୍ତି, ଯେତିକିବେଳେ ଏଇ ସବୁ ହବ, ସେଇ ନିର୍ଘଣ୍ଟରେ ମହାପ୍ରଭୁ ଅଚ୍ୟୁତାନନ୍ଦ ଲେଖିଛନ୍ତି, ଆପଣଙ୍କର ଗୋଟାଏ ଦାନା ମିଳିବ ନାହିଁ ଖାଇବାକୁ। ଏବେ ଯୋଉ ସମୟ ଆସୁଛି, ମୋର କହିବା କଥା, ଏବେ ଯୋଉ ସିଦ୍ଧମୁନି ମାନେ କହୁଛନ୍ତି ଫସଲ ଅମଳ ହବ ନାହିଁ, ଫସଲ ଅମଳ ହବ, ବାତ୍ୟା ହବ, କିନ୍ତୁ 29 ତାରିଖରେ ହବ ନାହିଁ। କାହିଁକିନା ଲୋକ ଜାଣିଲେଣି। ଗୋଟେ ଏପିସୋଡରେ କହିଦେଇଛି, ତା ତ ଏପିସୋଡରେ ଫଟୋ ଆସୁନି, ଜଗନ୍ନାଥ ଫଟୋ ହଲୁଛି, କାଳି ଘୋଡ଼ା ନାଚୁଛି, ସେ ଏପିସୋଡରେ ନାଁ ଦେଖାଉଛି, କିଛି ଫଟୋ ଆସୁନି। ଆପଣ ଯାହା କହୁଛନ୍ତି ଲୋକ ସମ୍ମୁଖରେ ଆସୁନାହାନ୍ତି, କିନ୍ତୁ ସେ କହିଲେ 29 ବାତ୍ୟା ହବ, ଗୋଟେ 25 ତାରିଖ ସମ୍ମୁଖ ହବ। ସେ ଯାହା କହିଥିଲେ ସବୁ ମିଛ ହେଇଛି, କିନ୍ତୁ ମୁଁ ତାଙ୍କୁ ଧନ୍ୟବାଦ ଦଉଛି, ସେ ସାହସ କରି କହୁଛନ୍ତି। ଆମେ ସତ କଥା କହୁଛୁ, ଆମ କଥା କେହି ଶୁଣୁନାହାନ୍ତି। ଆପଣ ମନେ ରଖିଥାନ୍ତୁ, ହେଲା ହେଲା ବେଳି ମହିଜେ କମ୍ପିବ, ହେଳାରେ କାଟିବେ ଦିନ, ହରି ଭାବ ରସ କେହି ନ ବୁଝିବେ, କର୍ମକାଣ୍ଡ ହେ ବଲିନ। ଆରେ ସଂସାରରେ ଯେ ଜ୍ଞାନୀ ହୋଇବେ ପାଗଳ, ଥୋକେ ହେବେ କୁଆ ବୁଆ, କେହି କାହାକୁ ଯୋ ମାନିବ ନାହିଁ ରେ, ସଂସାରରେ ଲାଗେ ନିଆଁ। ନିଜ ସଂସାରରେ ନିଜେ ନିଆଁ ଲଗେଇଦେବେ। ଘୋର କଳି କାଳେ ଜ୍ଞାନ ନ ରହିବ, ଜ୍ଞାନୀ ହେବେ ବାଟ ବଣା, ପ୍ରକୃତି ସାଙ୍ଗରେ ପିରତି କରିବେ, ଜ୍ଞାନ କହି ଅକଳନା। ମାଇକରେ ଜ୍ଞାନ ଦେବେ, ଭଲ କଥା କହିବେ, ହରିନାମ କରିବେ, କାନ୍ଦିବେ, ରୋଷେଇ କରିବେ। ଦେଖିଥିବେ ସୁନ୍ଦର ଝିଅଟା ଦେଖିଦେଲେ, ସେ ପ୍ରକୃତି ପାଇଲେ, ସେ ସିଆଡେ ଚାହିଁଥିବେ, ହରିନାମ ତାଙ୍କ ସିଆଡେ ବୋଇଗଲା। ଏଟା ଆଖି ଦେଖା କଥା, ମୁଁ ଦେଖୁଛି, ଏଟା ଦେଖୁଛି ଆଜ୍ଞା। ମୁଁ ଯାହା ଆଖିରେ ଦେଖିବି ତାହା କହିବି। ହୋଇଗଲା ହରିନାମ,
ଫେଲ କଲି। ମୁଁ କହିଲି କ'ଣ ସାଧୁ ମହାତ୍ମା? ନା ଆଜ୍ଞା ଏଇଟା ହୁଏ, ମନକୁ ମନ ମିଳିଲେ ଛିଣ୍ଡିବ ଅଡୁଆ। ସେ କହିଲା। ମୁଁ କହିଲି ହଉ ଠିକ୍ ଅଛି ଚାଲ। ତେଣୁ ଏଇ ଯୋଉ ସବୁ କହବ, ସେତିକି ବେଳକୁ ତ୍ରାହି ତ୍ରାହି ଟାକି ଉଦାସ ଦିନ ବଞ୍ଚିବୁ, 15 ଦିନରେ ଥରେ ଅନ୍ନ ଜଳ ସମୀରେ ଅଙ୍କେ ବୁଝିବୁ। ସମୀର ହଉଛି 49 ପବନ ଆଜ୍ଞା। ଆଜ୍ଞା ଅଙ୍କ ହଉଛି ବର୍ତ୍ତମାନ 67 ଅଙ୍କ ଚାଲିଥିଲା, 68 ଅଙ୍କ ନାହିଁ। ଆଜ୍ଞା ତେଣୁ 68 ଅଙ୍କ ହେଇପାରିବନି, ଆର୍ଥରୁ ବାହାରିବ। ଆଜ୍ଞା ତେଣୁ ସେ ଯୋଉ ଅଙ୍କ ହେଇଛି ଆପଣଙ୍କର, ଯେମିତି କହିଲେ ଗାୟତ୍ରୀକୁ ଲେଖି ପ୍ରଣବକୁ ଲେଖି ଓଲଟ ପାଲଟ କର, ଏହି ଅଙ୍କ ଠାରୁ ଏହି ଅଙ୍କ ଯାଏ ଗୋଳ ହୋଇବ ପର। ଗାୟତ୍ରୀ କେତେ ଅକ୍ଷର? ଗାୟତ୍ରୀ କେତେ ଅକ୍ଷର? କୁହନ୍ତୁ ଆଜ୍ଞା। ଗାୟତ୍ରୀ ହଉଛି 24 ଅଛି, 64 ଅଛି, 84 ଅଛି। ଗାୟତ୍ରୀ ଓଙ୍କାର କେତେ ଅଛି? ଗାୟତ୍ରୀ ଓଙ୍କାର ବ୍ରହ୍ମ ଗାୟତ୍ରୀ 10 ଅଛି। ଗାୟତ୍ରୀ 24 10 କେତେ? 34 ତାକୁ ଉଲଟେଇଲେ 43 43 ତ୍ରିପଦା ମିଶେଇଲେ ତ୍ରିପଦା ମାନେ हे प्रभु एते कहीगली। गायत्री ଲେଖି ଓଲଟ ପାଲଟ କର, ଏହି ଏପଯାଏ ତ୍ରିପଦାର ଗାଇବି ଓଲଟ ହୋଇବ। ତ୍ରିପଦା ଗାଇଛି 24, ଆଜ୍ଞା 83 3 1 47 47 ଅଙ୍କ ଆର ବର୍ଷଠୁ ସେ ଆରମ୍ଭ ହେଇଯାଇଛି। ଆଜ୍ଞା ଆପଣ ଦେଖନ୍ତୁ, ଆପଣ ବସିଥିଲେ ନିଜେ ଦେଖିଛନ୍ତି, ଗୋଟାଏ ଝିଅ ଆସିଲା, କ'ଣ କଲା? ମୋ ଗୋଡ଼କୁ ମାଡ଼ି ବସି ଆପଣ ନିଜେ କ'ଣ କହିଲା? ଆଜ୍ଞା କ'ଣ କହିଲା ଆଜ୍ଞା? କୁହନ୍ତୁ କୁହନ୍ତୁ ନା, ଆପଣ ମୁହଁରେ କୁହନ୍ତୁ, କ୍ୟାମେରା ଆଗରେ ଅଛି, କ'ଣ କୁହନ୍ତୁ? କ'ଣ କହିଲା? ମୁଁ ଗୁରୁ କରିବି। ହଁ, ଗୁରୁ କରିବି। ଯାହାକୁ ମୁଁ ଚିହ୍ନି ନାହିଁ ବିନି ନାହିଁ, ମୁଁ ଗୁରୁ କରିବି। ମୁଁ କହିଲି ଏ ବାବା ମାନେ ଅଛନ୍ତି, ଏତେ ଗୁରୁ କର। ନାଇଁ ନାଇଁ, ଆପଣଙ୍କୁ ଗୁରୁ କରିବି। ତେଣୁ ସେମିତିକା ବର୍ତ୍ତମାନ ଏ ସମୟ ଏତେ ଖରାପ ଅଛି, ଯୋଉମାନଙ୍କୁ ମାନେ ନକହିବା ଭଲ। ତେଣୁ ମୁଁ କହୁନି ଆପଣଙ୍କୁ। ତେଣୁ ସେଇଭଳି ଏ ସଂସାରରେ ଆପଣଙ୍କର ଏଇଭଳି ପ୍ରକୃତି ଅଛି। ତେଣୁ ମା ଯିବେ, ଇଏ ସତ। ମାଳିକାରେ ଅଛି, ଇଏ ସତ। ଆଉ ଯୋଉମାନେ ଚାହିଁବେ ମାଳିକା ପ୍ରକୃତରେ କ'ଣ ମା ଧରତୀ ପୃଷ୍ଠରେ ଅଭିଶପ୍ତ ହେଇକି ଅଛନ୍ତି? ତାଙ୍କୁ କିଏ ଏଇଠିକି ପଠେଇଲା ଅଭିଶପ୍ତ କରିକି? ଆକାର ଦେଖନ୍ତୁ, ଆ ପୂର୍ବରୁ ମୁଁ କହିଥିଲି ଗଙ୍ଗା ଦେବୀ ଜଣେ ମା ଥିଲେ, ଅଭିଶପ୍ତ ହେଇକିରି ଆସିକିରି ଏଠି ଜନ୍ମ ହେଲେ। ଆଜ୍ଞା ଶାନ୍ତନୁ ଜଣେ ଦେବତା ଥିଲେ, ଅଭିଶପ୍ତ ହେଇ ଜନ୍ମ ହେଲେ। ଆଜ୍ଞା କିନ୍ତୁ ସେଇ ଜନ୍ମ ହେଇ ସେଇ ମିଳିଲେ, ସେଇ ବାହା ହେଲେ। ପୁଣି ଗଙ୍ଗା ମୋକ୍ଷ ହେଲେ, ଶାନ୍ତନୁ ବି ମୋକ୍ଷ ହେଲେ। ଇଏ ବି ମାନେ ସତ ଘଟଣା। ଆଚ୍ଛା, ଇଏ 1999 ମସିହାରୁ ନେଇକିରି 2024 ପର୍ଯ୍ୟନ୍ତ ସେ କାହିଁକି ଥିଲେ? ତା ପୂର୍ବରୁ କାହିଁକି ଯିବାକୁ ଚେଷ୍ଟା କରୁନଥିଲେ? ଏବେ ବାସ୍, କାହିଁକି ଯିବାକୁ ଭଲ ଚାହୁଁଛନ୍ତି? ଭଲ ସୁନ୍ଦର କଥା କହିଛ। ଆଗରେ ଦେଖନ୍ତୁ, ମୁଁ ଆପଣଙ୍କୁ କହିଛି ଆପଣଙ୍କର 24 ଅକ୍ଷର ହଉଛି ଗାୟତ୍ରୀ। ଆଜ୍ଞା କାହିଁ କହିଲି? ସେ 24 ବର୍ଷ ତ୍ରିପଦା ଗାୟତ୍ରୀ ସାଙ୍ଗରେ ମିଶନ ଅଛନ୍ତି। ତାକୁ ତା ଧ୍ୟାନ ହଉଛି ଆୟାଇ ବରଦେ ଦେବୀ ତ୍ରି ଅକ୍ଷରେ ବ୍ରହ୍ମବାଦିନୀ ଗାୟତ୍ରୀ ଛନ୍ଦସା ମାତା ବ୍ରହ୍ମଜୋନି ନମସ୍ତୁତେ। ମୁଁ ଆପଣଙ୍କୁ କହିଛି ତ୍ରିପଦା ବୁଝେଇଲି ଗାୟତ୍ରୀ, ତାକୁ ଯୋଡ଼ିଲି। 24 ବର୍ଷ ରହିବେ। 24 ବର୍ଷ ପରେ ତାକୁ ଆଉ କେହି ରଖିପାରିବେ ନାହିଁ। ତାପରେ ଏବେ ଯୋଉଟାକ ଆସିବ, ଆଗରୁ ଏବେ ଯୋଉ ଲୋକ ଗାୟତ୍ରୀ ବିଲକୁ ଛାଡ଼ି ଦେଇଛନ୍ତି, ଗାୟତ୍ରୀ ଛାଡ଼ି ଗାରେଡ଼ି ଜପୁଛନ୍ତି ଲୋକ, ଗୁଣି ଜପୁଛନ୍ତି। ଏବେ ଗାୟତ୍ରୀ ଲୋକ ଜପିବା ଆରମ୍ଭ କରିଯିବେ। କାହିଁକି ନା ଲୋକଙ୍କର ପାଦରୁ ପ୍ରଳୟ ହୁଏ। ଆପଣ ଦେଖିବେ ପ୍ରତ୍ୟେକ ଲୋକଙ୍କର ଏଇ ମା ପଳେଇଗଲା ପରେ ସେଇ ମା କ'ଣ କରୁଛି? ତାର କୁଶକ୍ତି ଦ୍ୱାରା ସମସ୍ତଙ୍କୁ ସେଭ୍ କରି ଆସୁଛି। ଆଉ କୁଶକ୍ତି ଦ୍ୱାରା ମର୍ଡର କରୁଛି, ଝିଅ ଦର୍ଶନ କରୁଛି, ନାରୀ ଦର୍ଶନ କରୁଛି, ଚୋରି କରୁଛି, ଆକୁ ମାର ତାକୁ ମାର, ଗାଡ଼ି ରକ୍ତ ଖାଉଛି। କିନ୍ତୁ ସେଟା ସବୁ କମିଯିବ, ସେଟା କମିଯିବ। ଆଉ ଯୋଉମାନେ ସେ ପରିଚୟରେ ଆପଣ ଦେଖିବେ ସବ ପାରାଲିସିସରେ ପଡ଼ିଯିବେ, ଗୋଡ଼ ହାତ ସବୁ ଅଚଳ ହେଇଯିବ, ଅସଂଖ୍ୟ ପାରାଲିସିସ୍ ହେବେ, ସୀମା ବାହାର, ଗୋଡ଼ ହାଡ଼ ପଳେଇ ହେଇଯିବ, ଜୀବ ଥବ ଅଣ୍ଟିଏ। କାହିଁକି? ଆତ୍ମା ପରମାତ୍ମା, ଆତ୍ମା ପରମାତ୍ମା ସମୁଦ୍ର ଲୁଣ। ଆପଣଙ୍କୁ କହିଥିଲି, ମିଶେଇଥିଲି। ଲୁଣ ଯେତେବେଳେ ସମୁଦ୍ର ମୁକ୍ତ ଦେଖି ସରିବ କି? ସେମିତି ଆତ୍ମା ପରମାତ୍ମା ମିଳିଗଲେ ସରିବ, ରହିବନି, ଘଟ ପଳେଇ ହେବ। ତେଣୁ ସେ ଜିନିଷଟାକୁ ଜଗି ଆପଣ ଏବେଠୁ, ଇଏ କଥା ହଉଛି ମାଳିକା ଖବର, ମାଳିକା କଥା। ଆଚ୍ଛା, ମା କ'ଣ 1999 ମସିହାରେ ଯୋଉ ବାତ୍ୟା ସମୟରେ ଆସିଲେ, ହୁଁ, ଏଇ କ'ଣ ବାତ୍ୟାଟାକୁ ନେଇକି ଆସିଥିଲେ? ଆଉ ଯଦି ଯିବେ, କ'ଣ ଏଇ ବାତ୍ୟା କରିକି ଯିବେ? ଆଜ୍ଞା ଦେଖନ୍ତୁ, ଇଏ ହଉଛି ସବୁ ମହାପ୍ରଭୁ ଅଚ୍ୟୁତ ଆଗରୁ ଲିଖିଛନ୍ତି। ଅଚ୍ୟୁତ ବଚନ ମାନ ପଥରର ଗାର ସେଇ। ସେ ଅଚ୍ୟୁତ ବଚନ ଅଚ୍ୟୁତ ଲିଖିଛନ୍ତି। ଏ ସତ ଘଟଣା ମୁଁ ସବୁ ଦେଖେଇବି। ସମୟ ଆସି ପ୍ରମାଣ ଖୋଜିବ। ମୁଁ ଅଚ୍ୟୁତ ଲେଖିଛନ୍ତି, ଅନୁସ୍ମୃତ ବାତ୍ୟା ହବ, ପୁଣି ୟାକୁ ମା ଫେରେଇବେ। 24 ବର୍ଷ ତ୍ରିପଦା ଗାୟତ୍ରୀକି ଜାଗ୍ରତ କରିବେ। ଲୋକ ଗାୟତ୍ରୀ ଛାଡ଼ି ଦେଇଛନ୍ତି, ଗାଡ଼ି ଜପୁଛନ୍ତି, ଗୁଣି କରୁଛନ୍ତି। ତାକୁ 24 ବର୍ଷ ନେବେ, ସେ ଯିବ, ପୁଣି ଆସିବ। ପୁଣି ଆସିବ କେତେବେଳେ? ଏଗୁଡ଼ାକ ବି କହିଦେଉଛି, କୁମ୍ଭୀର ଆକାରରେ ଆସିବ। ହେଲା। ଆଉ ବହୁତ କଥା ଅଛି ଆଜ୍ଞା।
ଯୋଉଗୁଡ଼ାକ ଖୋଲି ହେବନି କିନ୍ତୁ ସବୁ ମାଳିକା ଲେଖନ। ତେଣୁ ଭକ୍ତି ମାର୍ଗକୁ ଆଣିବା ପାଇଁ ମୋତେ 100ଟି ଲୋକକୁ ଆଜ୍ଞା ଅଛି। ମୁଁ ଆଗରୁ କହିଦେଇଛି ଆଗ ଏ ବିଷୟରେ ଯେ 100ଟି ଲୋକକୁ ବଞ୍ଚିବା ପାଇଁ ଆଜ୍ଞା ଦିଆଯାଇଛି, ମାନେ 100ଟି ପରିବାରକୁ। ଏ ସୂର୍ଯ୍ୟ ମୁହଁକୁ ମୋତେ କହି 100ଟି ପରିବାରକୁ ତୁ ବଞ୍ଚେଇ ପାରିବୁ। ତେଣୁ ମହାପ୍ରଭୁ କହୁଛି ଭକ୍ତମାନେ ବି 100ଟି ପରିବାର ବଞ୍ଚେଇ ପାରିବେ। ଯୋଉ ଭକ୍ତ ଏମିତି ମୋର ଭକ୍ତ ଭଙ୍ଗା ଘରେ ପଡ଼ିଥିବ, ଖାଦ୍ୟ ମିଳୁନଥିବ, ପାହାର ଖାଉଥିବ, ଛିଣ୍ଡା ଖାଉଥିବ, ଭକତକୁ ନାନା କଷଣ ପଡ଼ିବ, ଅନ୍ନ ଜଳ ନ ମିଳିବ, ମାତା ସୂତା ରଡ଼ି ସୃଷ୍ଟି ଇନ୍ଦ୍ର ସୃଷ୍ଟି ନ ପାଳିବ। ଆପଣ ଶୁଣିଛନ୍ତି ଅଚ୍ୟୁତ ନିଘଣ୍ଟରେ ଲେଖିଛନ୍ତି, ଭକତକୁ ନାନା କଷଣ ପଡ଼ିବ, ଅନ୍ନ ଜଳ ନ ମିଳିବ, ମାତା ସୂତା ରଡ଼ି ସହି ନ ପାରିବି, ଇନ୍ଦ୍ର ସୃଷ୍ଟି ନ ପାଳିବ। ଇନ୍ଦ୍ର ଆଉ ସୃଷ୍ଟି ପାଳିବନି। ଆଜ୍ଞା ଆପଣଙ୍କର ଏଇ ଯେଉଁ ସମୟ ଆସୁଛି, ଆପଣଙ୍କର ଲୋକଙ୍କର ଯେଉଁ ଜୀବ ଜଗତରେ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟାୟ ଲୋକ ଅଛନ୍ତି, ଏଭଳି ଖରା ହେବ ଆଜ୍ଞା ତାଙ୍କ ମୁଣ୍ଡରୁ ଜଳିବା, ମୁଣ୍ଡ ଭୁଷକି ପଡ଼ିଯିବ, ମୁଣ୍ଡଟା ନିଆଁ ଲାଗିଯିବ। ତେଣୁ ମୁଁ ଏତିକି କହିଲି, ଏ ମାଳିକାରେ ଅଛି, 99ଟା ମାଳିକାରେ ଅଛି, ଯିବା ବି ମାଳିକାରେ ଅଛି। ଆଜ୍ଞା ତେଣୁ ଏ ସତ ଯେ ଚାହିଁବା ପ୍ରମାଣ ଦିଆଯିବ। 1999 ଯୋଉ ତିଥି ଯୋଉ ନକ୍ଷତ୍ରରେ ବାତ୍ୟା ହେଇଥିଲା, ସେଇ ନକ୍ଷତ୍ର, ସେଇ ତିଥି, ସେଇ ମହାବାତ୍ୟାରେ ଯୋଉ ଦେବୀ ଆସିଥିଲେ, ଜଗତର କୁ ବିନାଶରୁ ରକ୍ଷା କରିଥିଲେ। ତାପରେ ତାଙ୍କର ନିଜ କୁଶକ୍ତିକି ଆରମ୍ଭ କରି ଯୋଉ ସଂସାରକୁ ଦେବୀ ସଂସାର ବା ଶାନ୍ତି ପ୍ରଦାନ ତାକୁ ବିଦା କରିଥିଲେ, ସେ ଦେବୀ ଆସିବା ସମୟ ହେଇଯାଇଛି, ଉପଗତ ହେଇଛି। କିନ୍ତୁ ମୃଣ୍ମୟୀ ମୂର୍ତ୍ତି ମା ଦୁର୍ଗା ଆସୁଛନ୍ତି ତାଙ୍କୁ ନବା ପାଇଁ। ତେଣୁ ସପ୍ତମୀ ବିହିତ ପୂଜାରେ ଯୋଉମାନେ ସିଦ୍ଧ ସାଧନା କରିଛନ୍ତି ବା ସାଧକ ଅଛନ୍ତି, ସେମାନଙ୍କୁ ସତ ବୁଝନ୍ତୁ ବା ମିଛ ବୁଝନ୍ତୁ, ମୋର କହିବା କଥା ସପ୍ତମୀ ପୂଜାରେ ମା ଆସିବାଟା ସ୍ପଷ୍ଟ ଦେଖାଯାଉଛି। ଅଷ୍ଟମୀ ନବମୀ ପୂଜା କିଞ୍ଚିତ କିଞ୍ଚିତ ଦେଖାଯାଉଛି, ସେମିତି ଭଲ ଭାବେ ନାହିଁ କି ଦଶମୀ ପୂଜା ବିଲକୁ ଦେଖାଯାଉନି, ଦଶହରା ପୂଜା। ତେଣୁ ମୁଁ ତାଙ୍କ ଅବଗତ ନିମନ୍ତେ କହୁଛି, ଆପଣ ମାନେ ମନେ ରଖିଥାନ୍ତୁ। ଆଉ ଥରେ କହୁଛି, 1999 ଯୋଉ ତିଥି ଯୋଉ ନକ୍ଷତ୍ରରେ ମହାବାତ୍ୟା ହେଇଥିଲା, ସେଇ ନକ୍ଷତ୍ର ସେଇ ତିଥିରେ ମହାବାତ୍ୟା ହବ, ଆଉ 29 ତାରିଖରେ ମହାବାତ୍ୟା ହବ ନାହିଁ। ଏହା ହଉଛି ଧ୍ରୁବ ସତ୍ୟ। ବୈଜ୍ଞାନିକ ଯନ୍ତ୍ର ସବୁ ଅଚଳ ହୋଇବ, ମହାବାତ୍ୟାକୁ କେହି କରି ନ ପାରିବ। ପବନ ଭଇବ 100 ଡାକ ଯେ କରିବ, ପବନର ଗତି 350 ରହିବ। ପୁଣି ଲେଖିଲେ 350 ରହିବେ, ବୈଜ୍ଞାନିକ କହିବେ 500, 600, 700 ବହିବେ। ତେଣୁ 49 ପବନ ଖେଳିବ ଯୋଗିନୀ, ଡାକ ଦେବ ରଡି ପୋଡି ଘୁଘୁ 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 ପୁଣି। ବୈଜ୍ଞାନିକ ଯନ୍ତ୍ର ସବୁ ଅଚଳ ହେଇଯିବ, ଏବେ କିଛି କାମ କରିବ ନାହିଁ। ଏ ବାତ୍ୟା ପରେ ସବୁ ଚାଲିବ। ବାତ୍ୟା ପରେ ଆପଣଙ୍କ ପୃଥିବୀ କି ଶାନ୍ତି ଫେରିବ, ମନେ ରଖିଥାନ୍ତୁ। ଆଜ୍ଞା ମାନେ ସବୁ ଲୋକ ହଇରାଣ। କିନ୍ତୁ ହଁ, ଆଜିଠୁ ମେଷ ଆଉ ମୀନ ଆଉ ମିଥୁନ ରାଶିଙ୍କର ପ୍ରବଳ ଖରାପ ପଡିଲା 2 ତାରିଖରୁ। ଏଇଟା ହଉଛି ଆମର ମାନେ ଆପଣଙ୍କର ଶାସ୍ତ୍ର ଯୋଉ ଚନ୍ଦ୍ରଗ୍ରହଣ ଆମ ଭାରତ ବର୍ଷରେ ଦେଖାଯାଉନି, ଓଡିଶାରେ, ଆଜ୍ଞା ତାର ତାତ୍ପର୍ଯ୍ୟରେ। ଦର୍ଶକ ବନ୍ଧୁ, ହଁ କୁହନ୍ତୁ। ନନା ତ ବର୍ତ୍ତମାନ ଆପଣଙ୍କୁ ଜଣାଇଦେଲେ ଯେ ଅଭିଶପ୍ତ ମା 1999 ମସିହାରେ ଯେଉଁ ଆସିଛନ୍ତି, ସେ ନିଶ୍ଚୟ ଯିବେ। ତେଣୁ ଆପଣମାନେ ସଜାଗ ରୁହନ୍ତୁ, ଆଉ ପ୍ରଭୁଙ୍କ ଆଶ୍ରୟ ନେଇକି ଏକୁ ଅପେକ୍ଷା କରନ୍ତୁ। ଜୟ ଜଗନ୍ନାଥ। କିନ୍ତୁ ବେଶୀ ଦିନ ନାହିଁ, ମୁଁ କହୁଛି ଅଳ୍ପ ଦିନ ଅଛି, ଯିବେ। କିନ୍ତୁ 29 ତାରିଖ ନୁହେଁ, ଯୋଉ 29 ତାରିଖ ବାତ୍ୟା ସେ ଯାଇଥାନ୍ତେ ଠିକ, କିନ୍ତୁ ସେ ଯିବେ ନାହିଁ, ଯେ ଲୋକ ଜାଣିନେଲେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଯଦି ଜଗନ୍ନାଥ। ଏ ଭିଡ଼ିଓ ଟିକେ ଆପଣଙ୍କୁ ଭଲ ଲାଗିଛି, ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମା ଭୁଲିବେ ନାହିଁ। ଜୟ ଜଗନ୍ନାଥ।